ପିଲାମାନେ ଗଙ୍ଗାଧର ମେହେରଙ୍କର ତପସ୍ୱିନୀର ଯେଉଁ ପତ୍ର ସେହି କବିତାରେ ଆମେ ଆଲୋଚନା କରିବା ପ୍ରଶ୍ନାବଳୀ ଯେଉଁଟାକି ସାହିତ୍ୟ ଜ୍ୟୋତି ବହିର। ତେଣୁ ତପସ୍ୱିନୀର ପତ୍ର ପ୍ରଥମ ପ୍ରଶ୍ନ ଏଇଠି MCQ ପ୍ରଶ୍ନ। ଶରଣ ବତ୍ସଳ ଧ୍ୱଜରିପୁ ଗଜାଙ୍କୁଶ, ଏଥିରେ ଧ୍ୱଜ ଶବ୍ଦର ଅର୍ଥ ଡ୍ୟାସ୍। ଅପସନ୍ ଗୁଡ଼ିକ କ'ଣ ନା ଅପସନ୍ ଗୁଡ଼ିକ ହେଉଛି ରକ୍ଷକ ନା ପତାକା ନା ଶତ୍ରୁ ନା ମିତ୍ର। ଉତ୍ତର କ'ଣ ହେବ ନା ଉତ୍ତର ହେଉଛି ପତାକା, ନାଇଁ କି? ଉତ୍ତର କ'ଣ ହେବ ପିଲାମାନେ? ଉତ୍ତର ହେଉଛି ପତାକା। ତେଣୁ ଧ୍ୱଜ ଶବ୍ଦର ହେଉଛି ଉତ୍ତର ପତାକା। ନେକ୍ସଟ ପ୍ରଶ୍ନ, ନବବାମା ବୋଲି କବି କାହାକୁ କହିଛନ୍ତି? ଦେଖିପାରୁଛ, ନବବାମା। ନବବାମା ସୀତା ନା ସୁନାର ସୀତା ନା ନବବିବାହିତା ଦ୍ୱିତୀୟା ପତ୍ନୀ ନା ରୁକ୍ମିଣୀ? କ'ଣ ହେବ ଉତ୍ତର? ନାଇଁ କି? କ'ଣ ହେବ ଉତ୍ତର? ତେଣୁ ଏଇଠି ଆମେ ଦେଖିଲେ କ'ଣ ନା ନବବାମାର ଉତ୍ତର ହେଉଛି କ'ଣ ନା ନବବିବାହିତା ଦ୍ୱିତୀୟା ପତ୍ନୀ, ନାଇଁ କି? ନେକ୍ସଟ ପ୍ରଶ୍ନ ଦେଖିବା, ରାମଚନ୍ଦ୍ରଙ୍କର ସଦ୍ଗୁଣାବଳୀ ଶତଗୁଣିତ ହେଉଥିବ କାହିଁକି? ସୀତାଙ୍କ ସ୍ମୃତିକୁ ମନେ ପକାଇ, ଲବକୁଶଙ୍କର ପରିଚୟ ପାଇ, ମୁଗ୍ଧ ନବବଧୂକୁ ମୁଗ୍ଧ କରିବା ପାଇଁ, ଋଷିମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ। ତ ଉତ୍ତର ହେଉଛି କ'ଣ ନା ମୁଗ୍ଧ ନବବଧୂକୁ ମୁଗ୍ଧ କରିବା ପାଇଁ। ନେକ୍ସଟ ପ୍ରଶ୍ନ, ତାପସଙ୍କ ଅଶାନ୍ତି ନାଶକ ବୋଲି କାହାକୁ କୁହାଯାଇଛି? ରାମଚନ୍ଦ୍ର, ରାବଣ, ସୀତା ନା ବାଲ୍ମୀକି? ଉତ୍ତର ହେଉଛି କ'ଣ ନା ରାମଚନ୍ଦ୍ରକୁ କୁହାଯାଇଛି ତାପସଙ୍କ ଅଶାନ୍ତି ନାଶକ। ସୀତା ରାମଚନ୍ଦ୍ରକୁ ଚିଠି ଲେଖି କ'ଣ ମାଗିଥିଲେ? ପୁଅ ଦୁହିଁଙ୍କୁ ରାଜଭୋଗ ପ୍ରଦାନ କରିବା ପାଇଁ, ନବପ୍ରଣୟିନୀକୁ ବାହାର କରିଦେବା ପାଇଁ, ନବପ୍ରଣୟିନୀ କେଉଁ ଘୋର ତପସ୍ୟା କରି କେଉଁ ମନ୍ତ୍ର ଜପ କରି ରାମଚନ୍ଦ୍ରକୁ ବର ରୂପୀ ପାଇଲେ ଜଣାଇବା ପାଇଁ, ତାଙ୍କ ଦୋଷ କ୍ଷମା କରିଦେବା ପାଇଁ। କ'ଣ ହେବ ନା ସୀତା ରାମଚନ୍ଦ୍ରକୁ ଚିଠି ଦେଇ ମାଗିଥିଲେ କ'ଣ ନା ନବପ୍ରଣୟିନୀ କେଉଁ ଘୋର ତପସ୍ୟା କରି କେଉଁ ମନ୍ତ୍ର ଜପ କରି ରାମଚନ୍ଦ୍ରକୁ ବର ରୂପୀ ପାଇଲେ ଜଣାଇବା ପାଇଁ। ତାପରେ ଦେଖ ପ୍ରଶ୍ନ ହେଉଛି, ସୀତାଙ୍କ ପୁତ୍ରଦ୍ୱୟ କିପରି ଜନନୀଙ୍କ ଜୀବନ କନ୍ଦାଉଥିଲେ? ପରସ୍ପର ମଧ୍ୟରେ କୋହଳ କରି, ଠିକ୍ ଅଛି, ବୀଣା ସହକାରେ ରାମାୟଣ ଗାନ କରି, ରାମଚନ୍ଦ୍ର କଥା ମନେ ପକାଇ ନା ପିତାଙ୍କ ପରିଚୟ ପଚାରି। କ'ଣ ନା ସୀତା ପୁତ୍ରଦ୍ୱୟ କିପରି ଜନନୀଙ୍କ ଜୀବନ କନ୍ଦାଉଥିଲେ ନା ବୀଣା ସହକାରେ ରାମାୟଣ ଗାନ କରି ସେ କ'ଣ କରୁଥିଲେ? ଜୀବନ କନ୍ଦାଉଥିଲେ। ନେକ୍ସଟ ପ୍ରଶ୍ନ, ତରୁଲତାଗଣ କ'ଣ ଶୁଣି ଅଥୟ ହୁଅନ୍ତି? ସୀତାଙ୍କ କ୍ରନ୍ଦନ, ଲବକୁଶଙ୍କ ରାମାୟଣ ଗାନ, ଋଷିମାନଙ୍କର ଓଙ୍କାର ଧ୍ୱନି, ଋଷିମାନଙ୍କର ବେଦ ଧ୍ୱନି। କ'ଣ ହେବ ନା ଲବକୁଶଙ୍କର ରାମାୟଣ ଗାନ ଶୁଣି ସେମାନେ କ'ଣ ହୁଅନ୍ତି ନା ଅଥୟ ହୁଅନ୍ତି, ନାଇଁ କି? ନେକ୍ସଟ ପ୍ରଶ୍ନ, ସୀତାଙ୍କ ଶିଶୁଦ୍ୱୟଙ୍କ ମନ କ'ଣ ପାଇଁ ସେମାନଙ୍କୁ ଆକର୍ଷିତ କରିନେଉଥିଲା? ରାମଚନ୍ଦ୍ରଙ୍କର ପଦପଙ୍କଜ ଦର୍ଶନ କରିବା ପାଇଁ, ରାଜା ରାମଙ୍କ ନିକଟରେ ରାମାୟଣ ଗାନ କରିବା ପାଇଁ, ମାତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବା ପାଇଁ ନା ଅଯୋଧ୍ୟା ଯାଇ ନିଜ ପିତାଙ୍କୁ ପରିଚୟ ଦେବା ପାଇଁ? ତ ଉତ୍ତର କ'ଣ ହେବ? ଉତ୍ତର ହେଉଛି ରାମଚନ୍ଦ୍ରଙ୍କର ପଦପଙ୍କଜ ଦର୍ଶନ କରିବା ପାଇଁ ସୀତାଙ୍କ ଶିଶୁଦ୍ୱୟ ତାଙ୍କର ମନ ଆକୃଷ୍ଟ ହୋଇଯାଉଥିଲା, ନାଇଁ ଆକୃଷ୍ଟ ହୋଇପଡ଼ିଥିଲା। ନେକ୍ସଟ ପ୍ରଶ୍ନ, କ'ଣ ଶୁଣି ସୀତାଙ୍କର ହୃଦୟ ହାଣି ହୋଇଯାଉଥିଲା? ଶିଶୁଦ୍ୱୟଙ୍କର କ୍ରନ୍ଦନ, ରାମଚନ୍ଦ୍ରଙ୍କ ଗତ ଦୁଃଖର କାହାଣୀ, ଜନକଙ୍କର ଅସୁସ୍ଥତା, ରାମଚନ୍ଦ୍ରଙ୍କର ଅଶ୍ୱମେଧ ଯଜ୍ଞ। ଉତ୍ତର ହେଉଛି ରାମଚନ୍ଦ୍ରଙ୍କର ଗତ ଦୁଃଖର କାହାଣୀ ଶୁଣି ତାଙ୍କ ହୃଦୟ ହାଣି ହୋଇଯାଉଥିଲା। ନେକ୍ସଟ ପ୍ରଶ୍ନ, ରାମଚନ୍ଦ୍ର ସୀତାଙ୍କ ପ୍ରେମକୁ କାହିଁକି ସ୍ୱପ୍ନ ମନେ କରିବେ ବୋଲି ସୀତା ଲେଖିଛନ୍ତି? ନା ନବପ୍ରଣୟିନୀର ମୁଖ ଦର୍ଶନ କରି, ରାଜକାର୍ଯ୍ୟରେ ବ୍ୟସ୍ତ ରହି, ପୁତ୍ରଦ୍ୱୟଙ୍କର ପରିଚୟ ପାଇ ନା ରାମାୟଣର କଥା ଶ୍ରବଣ କରି? ଉତ୍ତର ହେଉଛି କ'ଣ ନବପ୍ରଣୟିନୀର ମୁଖ ଦର୍ଶନ କରି ମୋ ପ୍ରେମକୁ ସ୍ୱପ୍ନ ମନେ କରିବ ବୋଲି ସେ କହିଛନ୍ତି। ସୀତା ପତ୍ର ଲେଖୁଥିଲା ବେଳେ କିଏ ହସି ହସି ପହଞ୍ଚିଲେ? ବାଲ୍ମୀକି, ଲବକୁଶ, ସଖୀ ନା ରାମଙ୍କ ଦୂତ? ଉତ୍ତର ହେଉଛି ଲବକୁଶ ହସି ହସି ପହଞ୍ଚିଲେ, ନାଇଁ କି? ତେଣୁ ନେକ୍ସଟ ପ୍ରଶ୍ନ ଗୁଡ଼ିକ ଏକ ମାର୍କିଆ ପ୍ରଶ୍ନ ଆମେ ଆଲୋଚନା କରିବା। ତପସ୍ୱିନୀ କିଏ? ନା ତପସ୍ୱିନୀ ହେଉଛନ୍ତି କିଏ? ନା ତପସ୍ୱିନୀ ହେଉଛନ୍ତି ସୀତାଙ୍କର, ନାଇଁ ତପସ୍ୱିନୀ ସୀତାଙ୍କର ପତ୍ର ଆମେ ଯେଉଁ ପଢ଼ୁଛୁ। ତେଣୁ ତପସ୍ୱିନୀ ହେଉଛନ୍ତି ମାନେ ଶ୍ରୀରାମଚନ୍ଦ୍ରଙ୍କର ପତ୍ନୀ, ନାଇଁ ତପସ୍ୱିନୀ ସୀତା।
ତପସ୍ୱିନୀର ପତ୍ର କାହା ଉଦ୍ଦେଶ୍ୟରେ ଲିଖିତ? ଶରଣ ବତ୍ସଳ ବୋଲି ତପସ୍ୱିନୀର ପତ୍ର କାହା ଉଦ୍ଦେଶ୍ୟରେ ଲିଖିତ? ତପସ୍ୱିନୀର ପତ୍ର ସୀତାଙ୍କର ପତ୍ର, ସେ ତାଙ୍କ ସ୍ୱାମୀ ଅଯୋଧ୍ୟା ନରେଶ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଉଦ୍ଦେଶ୍ୟରେ ଲିଖିତ। ଶରଣ ବତ୍ସଳ ବୋଲି କବି କାହାକୁ କହିଛନ୍ତି? ଶରଣ ବତ୍ସଳ ବୋଲି କବି ଶ୍ରୀରାମଚନ୍ଦ୍ରଙ୍କୁ କହିଛନ୍ତି। ଦୁଃଖଗିରିର ବଜ୍ର କିଏ? ନା ଦୁଃଖଗିରିର ବଜ୍ର ହେଉଛନ୍ତି ଶ୍ରୀରାମଚନ୍ଦ୍ର। କାହିଁକି? ନା ଦୁଃଖ ରୂପକ ଗିରିର ବଜ୍ର ସଦୃଶ ସେ। ଦିନ ଭିକାରୁଣୀ ବୋଲି କାହାକୁ କୁହାଯାଇଛି? ଦିନ ଭିକାରୁଣୀ ହେଉଛନ୍ତି ସୀତା। ରାଜେଶ୍ୱର କିଏ? ନା ରାଜେଶ୍ୱର ହେଉଛନ୍ତି ରଘୁବୀର ରାମଚନ୍ଦ୍ର। ମହାଯଜ୍ଞରେ କିଏ ଦୀକ୍ଷିତ ହୋଇଥିବ ବୋଲି କୁହାଯାଇଛି? ମହାଯଜ୍ଞରେ ଅଯୋଧ୍ୟାର ରାଜା ରାମଚନ୍ଦ୍ର ଦୀକ୍ଷିତ ହୋଇଥିବେ ବୋଲି କୁହାଯାଇଛି। ନବବାମ ବୋଲି କାହାକୁ କୁହାଯାଇଛି? ନବବାମା କିଏ? ନା ନବବିବାହିତା ଦ୍ୱିତୀୟା ପତ୍ନୀକୁ ନବବାମା ବୋଲି କୁହାଯାଇଛି। ତ ଯଜ୍ଞ କାଳରେ ମହାରାଜାଙ୍କର ବାମ ଭାଗରେ କିଏ ଶୋଭା ପାଉଥିବେ ବୋଲି ସୀତା ପତ୍ର ଲେଖିଛନ୍ତି? ନା ବାମ ଭାଗରେ ନବବାମା ଶୋଭା ପାଉଥିବେ ବୋଲି ସୀତା ପତ୍ର ଲେଖିଛନ୍ତି। ତ 10ମ ପ୍ରଶ୍ନ ଦେଖିବା। ତାପରେ ଯଜ୍ଞ କାଳରେ ରାମଚନ୍ଦ୍ରଙ୍କର ସଦ୍ଗୁଣ କାହିଁକି ବଢ଼ିଯାଉଥିବ ବୋଲି କୁହାଯାଇଛି? ନା ଯଜ୍ଞ କାଳରେ ମୁଗ୍ଧ ହେବ ବୋଲି ଯଜ୍ଞ କାଳରେ ରାମଚନ୍ଦ୍ରଙ୍କ ସଦ୍ଗୁଣ ବଢ଼ିଯାଉଥିବ ବୋଲି କୁହାଯାଇଛି। କିଏ ମୁଗ୍ଧ ହେବ ବୋଲି ସୀତା କହିଛନ୍ତି ଭାବିଛନ୍ତି? କିଏ ମୁଗ୍ଧ ହେବ? ନା ସୀତାଙ୍କ ପରେ ରାମଚନ୍ଦ୍ର ଯେଉଁ ନୂଆ ରାଜକନ୍ୟାକୁ ବିବାହ କରିଛନ୍ତି ସେ ମୁଗ୍ଧ ହେବେ ବୋଲି ସୀତା କହିଛନ୍ତି। ମହାଯଜ୍ଞରେ ମହାରାଜା ରାମଚନ୍ଦ୍ର କ'ଣ ପ୍ରଦାନ କରୁଥିବେ ବୋଲି କୁହାଯାଇଛି? ମହାଯଜ୍ଞରେ ମହାରାଜା ରାମଚନ୍ଦ୍ର କ'ଣ? ନା ଧନ ରତ୍ନ ପାଟବସ୍ତ୍ର ପ୍ରଦାନ କରୁଥିବେ ବୋଲି କୁହାଯାଇଛି। ଦାନ ବାରିଧି ବୋଲି ସୀତା କାହାକୁ ସମ୍ବୋଧନ କରିଛନ୍ତି? ମହାରାଜା ରାମଚନ୍ଦ୍ରକୁ। ତପସ୍ୱୀମାନଙ୍କର ଅଶାନ୍ତି ନାଶ କିଏ? ସେ ବି ରଘୁବୀର ରାମଚନ୍ଦ୍ର। କେଉଁମାନଙ୍କୁ ରାଜା ରାମଚନ୍ଦ୍ରଙ୍କର କିଛି ଅଦୟ ନଥିଲା? କେଉଁମାନଙ୍କୁ? ନା ତାପସମାନଙ୍କୁ ବା ତପସ୍ୱୀମାନଙ୍କୁ ରାଜା ରାମଚନ୍ଦ୍ରଙ୍କର କିଛି ଅଦୟ ନଥିଲା। ମୋତେ ନ କରିବ ହେଉ କେଉଁ ପ୍ରସଙ୍ଗରେ କୁହାଯାଇଛି? ନା ସୀତା ନିଜକୁ ତପସ୍ୱିନୀ ବୋଲି ପରିଚୟ ଦେଲେ ମୋତେ ନ କରିବ ହେଉ ବୋଲି କହିଛନ୍ତି। ଜନତା ଭକ୍ତି ସହକାରେ କାହାକୁ ଦେଖୁଥିବେ ବୋଲି କହିଛନ୍ତି? ଜନତା ଭକ୍ତି ସହକାରେ ରାମଚନ୍ଦ୍ରଙ୍କର ଅଙ୍ଗଭାଜନ ହୋଇଥିବା ପତ୍ନୀକୁ ଦେଖୁଥିବେ ବୋଲି କୁହାଯାଇଛି। ସୀତା ରାମଚନ୍ଦ୍ରକୁ କ'ଣ ଜଣାଇ ଦେବାକୁ ଲେଖିଥିଲେ? ସୀତା ରାମଚନ୍ଦ୍ରକୁ କ'ଣ? ନା ରାମଚନ୍ଦ୍ରଙ୍କର ଅଙ୍କ ମଣ୍ଡନ କରିଥିବା ନବବାମା ପୂର୍ବେ କେଉଁ ତପ ମନ୍ତ୍ର ଜପ କରିଥିଲା ତାହା ଜଣାଇ ଦେବାକୁ ସୀତା ଲେଖିଥିଲେ। ଅତ୍ୟନ୍ତ ଅବୋଧ ବୋଲି ସୀତା କାହାକୁ କହିଛନ୍ତି? ନା ଲବକୁଶଙ୍କୁ କହିଛନ୍ତି। ସୀତାଙ୍କ ପୁତ୍ରମାନଙ୍କର କେଉଁ ଭାଗ୍ୟ ନାହିଁ ବୋଲି କହିଛନ୍ତି? ନା ପିତୃକୋଳ ଆରୋହଣ ଭାଗ୍ୟ ନାହିଁ। ସୀତାଙ୍କ ପୁତ୍ରମାନେ କିପରି ଜନନୀଙ୍କ ଜୀବନ କନ୍ଦାଉଥିଲେ? ନା ବୀଣା ତନ୍ତ୍ରୀ ସାହାଯ୍ୟରେ ରାମାୟଣ ଗାନ କରି। ସୀତାଙ୍କ ପୁତ୍ରମାନେ କେଉଁ ବାଦ୍ୟ ସହାୟତାରେ ରାମାୟଣ ଗାନ କରୁଥିଲେ? ନା ବୀଣା ତନ୍ତ୍ରୀ ସହକାରେ। ତରୁଲତାଗଣ କ'ଣ ଶୁଣି ଅଥୟ ହୁଅନ୍ତି ବୋଲି କୁହାଯାଇଛି? ସେହି ରାମାୟଣ ଗାନ ଶୁଣି ଅଥୟ ହୁଅନ୍ତି। ଶିଶୁପୁତ୍ର କାହା ସହିତ ଅଯୋଧ୍ୟା ଯାଉଥିଲେ? ନା ଶିଶୁପୁତ୍ର ମହର୍ଷି ବାଲ୍ମୀକିଙ୍କ ସହିତ ଅଯୋଧ୍ୟା ଯାଇଥିଲେ। କେଉଁଥିରେ ମୁଗ୍ଧ ହୋଇ ସୀତାଙ୍କ ଶିଶୁପୁତ୍ର ଦ୍ୱୟ ମହର୍ଷିଙ୍କ ସହିତ ଯାଉଥିଲେ? ନା ରାମଚନ୍ଦ୍ରଙ୍କର ଚରିତ୍ରରେ ମୁଗ୍ଧ ହୋଇ ସୀତାଙ୍କ ଶିଶୁପୁତ୍ର ଦ୍ୱୟ ମହର୍ଷିଙ୍କ ସହିତ ଯାଉଥିଲେ। ସୀତାଙ୍କ ଶିଶୁପୁତ୍ର ଦ୍ୱୟଙ୍କ ମନ କାହିଁକି ଆକର୍ଷିତ ହୋଇଥିଲା? ନା ସୀତାଙ୍କ ଶିଶୁପୁତ୍ର ଦ୍ୱୟ ମନ ରାମଚନ୍ଦ୍ରଙ୍କର ପଦପଙ୍କଜ ଦର୍ଶନ ପାଇଁ ଆକର୍ଷିତ ହୋଇଥିଲା। ସୀତାଙ୍କ ହୃଦୟ କେଉଁଥିରେ ହାଣି ହେଉଥିଲା? ସୀତାଙ୍କ ହୃଦୟ ଏଇ ଯେଉଁ ଅତୀତର ଦୁଃଖ କାହାଣୀ ଶୁଣି ରାମଚନ୍ଦ୍ରଙ୍କର ଅତୀତ ଦୁଃଖ କାହାଣୀ ଶୁଣି ତାଙ୍କ ହୃଦୟ ହାଣି ହେଉଥିଲା। ବୈଦେହୀର ସ୍ମୃତି କିପରି ମନେ ପଡ଼ିବ ବୋଲି ସୀତା ଲେଖିଛନ୍ତି? ନା ଲବକୁଶଙ୍କ ଦ୍ୱାରା ରାମାୟଣ ଗାନ ଶ୍ରବଣ ପରେ ବୈଦେହୀର ସ୍ମୃତି ମନେ ପଡ଼ିବ ବୋଲି ସୀତା ଲେଖିଛନ୍ତି। କାହିଁକି ରାମଚନ୍ଦ୍ର ସୀତାଙ୍କ ପ୍ରେମକୁ ସ୍ୱପ୍ନ ମନେ କରିବେ ବୋଲି କହିଛନ୍ତି? ନବପ୍ରଣୟିନୀର ପ୍ରଫୁଲ୍ଲ ବଦନକୁ ଚାହିଁ ରାମଚନ୍ଦ୍ର ସୀତାଙ୍କ ପ୍ରେମକୁ ସ୍ୱପ୍ନ ପରି ମନେ କରିବେ ବୋଲି କହିଛନ୍ତି। ହୃଦୟ ବିକଳରେ ପତ୍ର ଲେଖୁଥିଲା ବେଳେ ପତ୍ରଟି କାହା ଦ୍ୱାରା ଧୋଇ ଯାଉଥିଲା? ନା ନୟନ ଜଳରେ ଧୋଇ ଯାଉଥିଲା। କାହାକୁ ଦେଖି ସୀତାଙ୍କ ପତ୍ର ଲିଖନ ବନ୍ଦ ହୋଇଗଲା? ଲବକୁଶଙ୍କର ହସ ହସ ମୁହଁ ଦେଖି ସୀତାଙ୍କର ପତ୍ର ଲିଖନ ବନ୍ଦ ହୋଇଗଲା। ଠିକ୍ ଅଛି ପିଲାମାନେ, ଏତିକି ଆଲୋଚନା କରିବା ଆଜି। ତେଣୁ ନେକ୍ସଟ ପୁଣି ଆଲୋଚନା କରିବା ଆଉ ଗୋଟିଏ ଚାପ୍ଟର। ଥ୍ୟାଙ୍କ ୟୁ ଭେରି ମଚ୍। ରହିଲି, ସମସ୍ତଙ୍କୁ ସେୟାର କରିବେ। ବନ୍ଦେ ଉତ୍କଳ ଜନନୀ।